ଅନେକ ଏମଏଲଏ ଲାଇନ ଲଗେଇକି ଅଛନ୍ତି ଆମ ଦଳରେ ମିଶିବା ପାଇଁ, ଅନେକ ନେତା ଲାଇନ ଲଗେଇ ଅଛନ୍ତି। ଏମାନେ ବର୍ତ୍ତମାନ ବୁଡିବା ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ସାହସ ଦେବା ପାଇଁ କଂଗ୍ରେସର ସାହାରାର କଥା କହୁଛନ୍ତି। ମୁଁ କହେ ଯେ ଏଇଟା ହଉଛି ଗୋଟେ ଦିବା ସ୍ୱପ୍ନ, କର୍ମୀକୁ ଉତ୍ସାହ ଦେବା ପାଇଁ ଏଭଳି ଏକ ବକ୍ତବ୍ୟ ଯୋଉଥିରେ ତାଙ୍କ ଦଳ ଆହୁରି କ୍ଷତିଗ୍ରସ୍ତ ହବ। ଦେଖନ୍ତୁ, ମୁଁ ଗୋଟିଏ ମାତ୍ର କଥା କହିବି, ଯେତେବେଳେ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବୃଦ୍ଧି ପାଉଛି, ଭାରତୀୟ ଜନତା ପାର୍ଟିର ଯେ ଏଠି ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସାଙ୍ଗରେ ମିଶୁଛନ୍ତି ଏବଂ ତାଙ୍କର ଗୋଟେ ଦଳ ଥିଲା ଯୋଉ ଦଳ ଜଣେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଦେଖିଲେ ଡରୁଥିଲେ, ଲୁଚିକିରି ରହୁଥିଲେ। ତେଣୁ ଏଭଳି ସ୍ଥଳେ ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାରକୁ 100 ଦିନ ପୂରଣ ହେଇଛି, 100 ଦିନ ଭିତରେ ଅନେକ କଥା ଆମେ କରିକି ଦେଖେଇଛୁ। ଧାନରେ 10 ବର୍ଷ ଭିତରେ ସେମାନେ 100 ଟଙ୍କା ବଢେଇ ପାରିନଥିଲେ, କିନ୍ତୁ ଭାରତୀୟ ଜନତା ପାର୍ଟି ସରକାର 900 ଟଙ୍କା ବୃଦ୍ଧି କରେଇଲା। ସରକାରକୁ ଆସିବା ପୂର୍ବରୁ କହିଥିଲା, ଆସୁକା ସାଙ୍ଗେ ସାଙ୍ଗେ କଲା। ସୁଭଦ୍ରା ଯୋଜନାରେ ଆମେ କହିଥିଲୁ ମା ମାନଙ୍କୁ 50,000 ଟଙ୍କା ଦବୁ, ଆଜି ଦବା କାର୍ଯ୍ୟ ଆରମ୍ଭ କରି ଦିଆଗଲା 1,40,00,000 ଲୋକଙ୍କୁ। ତେଣୁ ଯୁଗାନ୍ତକାରୀ ଐତିହାସିକ ପଦକ୍ଷେପ ନେଲା ବେଳେ ବିଜୁ ଜନତା ଦଳର ଦୁଇ ଜଣ ଏମପି ସେ ଦଳ ଛାଡିକି ସେ ଆମ ଦଳରେ ମିଶିଲେ। ଅନେକ ଏମଏଲଏ ଲାଇନ ଲଗେଇକି ଅଛନ୍ତି ଆମ ଦଳରେ ମିଶିବା ପାଇଁ, ଅନେକ ନେତା ଲାଇନ ଲଗେଇ ଅଛନ୍ତି। ସେତେବେଳେ ସେ ଦଳ ବୁଡିବା ଆରମ୍ଭ ହୋଇଛି। ଯେତେବେଳେ ଦଳ ବୁଡୁଛି ସେତେବେଳେ ତାଙ୍କର ଯୋଉ ବାବୁଙ୍କ ନାଁ କହିଲେ, ଏମାନେ ବର୍ତ୍ତମାନ ବୁଡିବା ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ସାହସ ଦେବା ପାଇଁ କଂଗ୍ରେସର ସାହାରାର କଥା କହୁଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ସେମାନେ ହତାଶ ହେଇଗଲେଣି, ନିଜେ ଆଉ ସରକାରକୁ ଏକା ଆସିପାରିବେ ନାହିଁ। ତେଣୁ କଂଗ୍ରେସ କଥା କହିଲେ କାଳେ ତାଙ୍କ ଦଳରେ ଲୋକ କିଛି ରହିଯିବେ, ସେଥିପାଇଁ ଏଭଳି କଥା କହୁଛନ୍ତି। ଆଉ ମୁଁ ୟାକୁ କହେ ଯେ ଏଇଟା ହଉଛି ଗୋଟେ ଦିବା ସ୍ୱପ୍ନ, କର୍ମୀକୁ ଉତ୍ସାହ ଦେବା ପାଇଁ ଏଭଳି ଏକ ବକ୍ତବ୍ୟ ଯୋଉଥିରେ ତାଙ୍କ ଦଳ ଆହୁରି କ୍ଷତିଗ୍ରସ୍ତ ହବ, ଭାରତୀୟ ଜନତା ପାର୍ଟି ସୁଦୃଢ ହବ। ଦିଟା ନିର୍ବାଚନ ହେଲା, ଗୋଟେ ଜାଗାରେ ନବୀନ ବାବୁ ହାରିଗଲେ। ତାର ଉତ୍ତର ଟିକେ ଦିଅନ୍ତୁ, ହାରି କାହିଁ ଗଲେ? ହାତଟା କୁଆଡେ ଗଲା? ସେ ହଲଉ ନଥିଲେ କି ହାତଟାକୁ? ଆଉ କଣ ହଲଉଥିଲେ ସେଠି? ହାରି କେମିତି ଗଲେ? ଆଉ ଯୋଉଠି ଜିତିଲେ ହିଞ୍ଜିଳିରେ କେତେ ଭୋଟରେ ଜିତିଛନ୍ତି, ତାକୁ ଟିକେ ତର୍ଜମା କରନ୍ତୁ। ତେଣୁ ନିଜକୁ ଆତ୍ମସମୀକ୍ଷାର ବେଳ ଆସିଛି। ଓଡିଶାବାସୀକୁ 25 ବର୍ଷ ଧରିକି ବହୁତ ଠକିଛନ୍ତି, ଲୋକ ବୁଝି ଯାଇଛନ୍ତି ଠକ ସରକାରର କଥା। ତେଣୁ ଆଉ ତାଙ୍କ କଥା ଚାଲିବନି, ସେଥିପାଇଁ ଏଭଳି ନୂଆ ନୂଆ କଥା କହୁଛନ୍ତି।